ମୁଁ ଶାନ୍ତ ଥିଲେ ବ୍ରାହ୍ମଣ ଆଉ ଅଶାନ୍ତ ହେଲେ ରାବଣ। ମୁଁ ସାର୍ ଭୁଲ ମାଗିଲି। ମୁଁ ସାର୍ ମୁଁ ତ କହୁ କହୁ କହିଦେଇଛି, ଭୁଲ କରୁଛି, ଆପଣ ମୋତେ କ୍ଷମା କରନ୍ତୁ। ଯାଉ ସାର୍ କ୍ଷମା କରିଦେଲେ। ଏଇଭଳିଆ କ'ଣ ମାନେ ବିରକ୍ତ ହେଇ କହିବା ସମସ୍ତଙ୍କୁ କହିବା ଦରକାର କି ଗୁରୁମାନଙ୍କୁ? ନା ଶୁଣନ୍ତୁ ଆଜ୍ଞା, ମାନେ 36 ବର୍ଷ ରାତି ନିଦ୍ରା ହେଇକି ଯୋଉ ନା କହିବା କଥା ନୁହଁ। 36 ବର୍ଷ ହେଲାଣି ରାତି ନିଦ୍ରା ହେଇ ଯୋଉ ନାଁଟା କମେଇଥିଲେ, ସେ ନାଁଟା ମାନେ ଯୋଉଟା ଆମେ ଦେଖୁଛେ ଆଖି ଆଗରେ ଜଣେ ବୁଡ଼େଇ ଦେବା କେମିତି? ଜଣେ ଚାହୁଁ କ'ଣ ତା କ୍ୟାରିୟରଟା ଜାଣି ନଷ୍ଟ କରିଦେବାକୁ? କଥା ହେଲେ ସେମାନଙ୍କୁ ମାନେ ଭୁଲ ମାଗିଲେ, କ୍ଷମା ମାଗିଲେ, ସେମାନେ ବି ଭଲ ପାଇବା ହିସାବରେ କ୍ଷମା କରିଦେଲେ। କ'ଣ ଶୁଣନ୍ତୁ ଆଜ୍ଞା, ଯାତ୍ରା 36 ବର୍ଷ ଭିତରେ ମୋର ଚିନ୍ତାଧାରା ସ୍ୱତନ୍ତ୍ର। ସଞ୍ଜୟ ଚରିତ୍ର ଉପରେ ଯଦି ଗୁରୁତ୍ୱ ଅଛି, ସେ ନାଟକ ନିଶ୍ଚୟ ହିଟ୍ ହବ। ମୁଁ 100% ଗ୍ୟାରେଣ୍ଟି। ଯୋଉ ନାଟକ ସଞ୍ଜୟ ବଳ ଚରିତ୍ର ହିଟ୍ ଥିବ, ସେ ନାଟକ ହିଟ୍। 3 ବର୍ଷ ହେଲା ଡ୍ରାମା କିଛି ମୋ ଉପରେ ସେମିତି କିଛି ମୋ ହାର୍ଟକୁ ଟଚ୍ କଲା ଭଳି ଡ୍ରାମା ନଥିଲା। ଦର୍ଶକ କିଛି ମୁଁ ଫେସ୍ କରିପାରିଲି। ଯୋଉ ଦର୍ଶକ କ୍ୱେଶ୍ଚନ୍ କଲେ, ମୁଁ ଆଉ କ'ଣ ଏନ୍ସାର ଦେବି ମାନେ ଏମିତି ଅତିଶତି ହେଇ ବିରକ୍ତ ହେଇକି ଗୋଟେ ଏମିତି କହିଦେଇଥିଲି, ଯେଉଁଟାକି ସାର୍ମାନଙ୍କ ହୃଦୟକୁ ଆଘାତ ଦେଇଥିଲା। ସାର୍ମାନେ ବହୁତ ଭଲ ପାଆନ୍ତି ମୋତେ, ମନ ଦୁଃଖ କଲେ। ତେଣୁ କ'ଣ କରିବି, ବାଧ୍ୟ ହେଇ ଆସିଥିଲି। ଆଜି ସାର୍ମାନେ ଡକେଇଥିଲେ, ତାଙ୍କର ମିଟିଂ ଥିଲା। ମୁଁ ସାର୍ ଭୁଲ ମାଗିଲି। ମୁଁ ସାର୍ ମୁଁ ତ କହୁ କହୁ କହିଦେଇଛି, ଭୁଲ କରୁଛି, ଆପଣ ମୋତେ କ୍ଷମା କରନ୍ତୁ। ଯାଉ ସାର୍ କ୍ଷମା କରିଦେଲେ। ଏଇଭଳିଆ କ'ଣ ମାନେ ବିରକ୍ତ ହେଇ କହିବା ସମସ୍ତଙ୍କୁ କହିବା ଦରକାର କି ଗୁରୁମାନଙ୍କୁ? ନା ଶୁଣନ୍ତୁ ଆଜ୍ଞା, ମାନେ 36 ବର୍ଷ ରାତି ନିଦ୍ରା ହେଇକି ଯୋଉ ନା କହିବା କଥା ନୁହଁ। 36 ବର୍ଷ ହେଲାଣି ରାତି ନିଦ୍ରା ହେଇ ଯୋଉ ନାଁଟା କମେଇଥିଲେ, ସେ ନାଁଟା ମାନେ ଯୋଉଟା ଆମେ ଦେଖୁଛେ ଆଖି ଆଗରେ ଜଣେ ବୁଡ଼େଇ ଦେବା କେମିତି? ଜଣେ ଚାହୁଁ କ'ଣ ତା କ୍ୟାରିୟରଟା ଜାଣି ନଷ୍ଟ କରିଦେବାକୁ? ତେଣୁ ମୋ କ୍ୟାରିୟରଟା 3 ବର୍ଷ ହେଲାଣି ଯୋଉ ମୁଁ ଦେଖିଲି ଯେ ମାର୍କେଟର ଏଇ ପରିସ୍ଥିତି, ତେଣୁ ମୁଁ ଆଉ ଏତିକି ନ କରିଥିଲେ ମୁଁ ଆଉ ଚରିତ୍ର ଏ ବର୍ଷ ଯୋଉ ଆଇଲାଣି ନାଟକ ବୁଝିଲି, ଦର୍ଶକଙ୍କ ଉପରେ ସାଟିସ୍ଫାକ୍ସନ କରିବି ନା ନାହିଁ? ଏତିକି ହେଲା ବୋଲି ଏଠି ସଚେତନ ହବ। ହଁ, ଆରେ ମୁଁ କହିଲି ସାର୍ଙ୍କୁ, ମୁଁ କହିଲି ସାର୍ ମୋ ଚରିତ୍ର ସଞ୍ଜବେଳେ ରହିବ। ତେଣୁ ମୋତେ ଆପଣ ସବୁବେଳେ ନଉଛନ୍ତି, ଯୋଉ 2-3 ବର୍ଷ ଯାତ୍ରାରେ ରହିବା, ଆପଣ ସଞ୍ଜବେଳକୁ ଯେମିତି ସୃଷ୍ଟି କରୁଛନ୍ତି, ସେଇ ସୃଷ୍ଟି ଅବସରରେ ମୁଁ ଅବସର ନେବି। ଆଉ ଆସ୍ତେ ଆସ୍ତେ ଯେ ଲୀନ ହେଇଯିବ, ମାଟିରେ ମିଳିଯିବ, ଯାତ୍ରା ଛାଡ଼ି ଘରକୁ ଗଲା ଆଉ କେହି ମନେ ନଥିବ ନା। ସଞ୍ଜୟ ବଳ ରାବଣ ଅଗ୍ନିପଥ ପାହାନ୍ତି ରାତିରେ ବାପ, 3ଟା ଆଗରେ ଧାଉଁ 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 ଧାଉଁ। ରାବଣ ନାଟକର ବର୍ତ୍ତମାନ ଗୋଟିଏ ଖାଲି ମାନିଆ ହେଇଛି, ମୁଁ ଶାନ୍ତ ଥିଲେ ବ୍ରାହ୍ମଣ ଆଉ ଅଶାନ୍ତ ହେଲେ ରାବଣ। ଜୟ ଜଗନ୍ନାଥ। ଆପଣ କେତେବେଳେ ବାଘ, କେତେବେଳେ ରାବଣ, କେତେବେଳେ ସଞ୍ଜୟ ବଳ ସବୁ ଏଭରଗ୍ରୀନ୍। ସିଏ ବାଘ, ସିଏ ହବ ମହାବଳ, ସିଏ ହବ ରାବଣ, ସିଏ ହବ ଆପଣଙ୍କର ପାହାନ୍ତି ରାତିର ପାପ, ସବୁ ତ ଅଗ୍ନିପଥ, ସବୁ ସିଏ ସୃଷ୍ଟି କରିବ। ଡରିବି କାହିଁ? ଡରିଥିଲି? ଆରେ ଡର ରହିବ, ଡର ଭିତରେ ଫେରେ ଭୟ ବି ରହିବ। ଆଜିର ଓମାର ଯେଉଁ ସାଧାରଣ ବୈଠକ ହେଲା, ଏଥିରେ ପ୍ରଥମ ନିଷ୍ପତ୍ତି ଆପଣଙ୍କୁ ଜଣାଇ ଦିଆଯାଇଛି ଯେ ସଞ୍ଜୟ ବଳ ଯେଉଁଭଳି ଭାବରେ କହିଥିଲେ, ସିଏ ଆସିକି ଏଠି କ୍ଷମା ମାଗିଲେ ଏବଂ ନତମସ୍ତକ ହେଇକି ଆଣ୍ଠେଇକରି ଗୁରୁମାନଙ୍କୁ ଭୁଲ ମାଗିଲେ ଏବଂ ଗୁରୁ ତାଙ୍କୁ କ୍ଷମା ଦେଇଦେଲେ ଏବଂ ଯେଉଁ ପାର୍ଟିରେ ସେ ଅଛନ୍ତି ବର୍ତ୍ତମାନ ମାଷ୍ଟରମାନେ ସେଠିକି ଯିବେ ଏବଂ ନାଟକ କରିବେ ଏବଂ ଗୁରୁ ଶିଷ୍ୟର ପରମ୍ପରା ରହିବ। ଦ୍ୱିତୀୟରେ ଦୟାନିଧି ଉପାଧ୍ୟାୟ, ଯିଏକି ଆମର ବିଶ୍ୱ ଦରବାରରେ ଅଛନ୍ତି, ସିଏ ତାକୁ 3 ଥର ସୁଯୋଗ ଦିଆଗଲା ଆସିକି ସାର୍ମାନଙ୍କ ସହିତ ମିଶିବା ପାଇଁ ଏବଂ ତାଙ୍କର କେଉଁ ପରିପ୍ରେକ୍ଷୀରେ ସେ ସାର୍ମାନଙ୍କୁ ଏମିତି କହିଥିଲେ ସେ ବିଷୟରେ ତାଙ୍କର ଟୀକା ଟିପ୍ପଣୀ ରଖିବା ପାଇଁ ସେ ଆସିଲେ ନାହିଁ। ଏବଂ ଗତକାଲି ସନ୍ଧ୍ୟାରେ ଗୋଟେ ଦସ୍ତଖତ ବିହୀନ ଚିଠି ପ୍ରେସିଡେଣ୍ଟକୁ ଆସିଲା ଏବଂ ସେଇଟା ଗ୍ରହଣୀୟ ହେଲା ନାହିଁ ଆମ ସାଧାରଣ ସଭାରେ ଏବଂ ଦୟାକୁ ଯେଉଁ ପାର୍ଟିରେ ଅଛନ୍ତି ବିଶ୍ୱ ଦରବାରରେ ଆସନ୍ତା ବର୍ଷ କୌଣସି ନାଟ୍ୟକାର ନିର୍ଦ୍ଦେଶକ ନ ଯିବାକୁ ନିଷ୍ପତ୍ତି ହେଲା। କାହିଁକି? ଯେହେତୁ ସେ ଯାହା ମାଷ୍ଟରମାନଙ୍କ ବିରୁଦ୍ଧରେ କହିଥିଲେ ଆପଣମାନେ ଆଗରୁ ଦେଖାଇ ସାରିଛନ୍ତି, ତେଣୁ କାରଣ ବି ଆପଣ ଜାଣିଛନ୍ତି। ତେଣୁ ସେ ଆସିଲେ ନାହିଁ କି ମତ ବିନିମୟ କଲେ ନାହିଁ, କାହିଁ କେଉଁ ପରିସ୍ଥିତିରେ ମାଷ୍ଟରମାନଙ୍କୁ ଗାଳି ଦେବେ, କେଉଁ ପରିସ୍ଥିତିରେ ଯିଏ ସାର୍ଙ୍କୁ ସାର୍ ବୋଲି ମାନୁନାହିଁ ତାକୁ କେଉଁ ପରିସ୍ଥିତିରେ ସାର୍ମାନେ ଯାଇକି ଶିଖେଇବେ।
ସେ କିନ୍ତୁ ଭୁଲ ମାଗିଛନ୍ତି, ଗଣମାଧ୍ୟମ ଜରିଆରେ ଭୁଲ ମାଗିଛନ୍ତି, ସେଇଟା ଗ୍ରହଣ କରୁଛନ୍ତି କି ନାହିଁ? ନାଇଁ, ଗଣମାଧ୍ୟମରେ କେତେବେଳେ କେଉଁଠି ଭୁଲ ମାଗିଛନ୍ତି ତାକୁ ଗ୍ରହଣ କରାଗଲା ନାହିଁ ଏବଂ ସେ କେଉଁଠି କ'ଣ କହିଛନ୍ତି ଆମେ ବି ସମସ୍ତେ ସେଥିରେ ଅବଗତ ନୁହେଁ। ଆଉ ଗଣମାଧ୍ୟମରେ ଭୁଲ ମାଗିଦେବା ଆଉ ଇଏ କରିଦେବା ଆଉ ସାର୍ଙ୍କ ସହିତ ଆସିକି ବସିକିରି ତାଙ୍କୁ 3 ଥର ସୁଯୋଗ ଦିଆଯାଇଛି ଏବଂ ମାଲିକ ମହାସଂଘ ଜରିଆରେ ମଧ୍ୟ ତାଙ୍କୁ ଜଣାଇ ଦିଆଯାଇଛି। ତେଣୁ ସେ ଆଜି ବି ଆସିଲେ ନାହିଁ। ତେଣୁ ନିଷ୍ପତ୍ତି ନିଆଗଲା ଏହା ବିଶ୍ୱ ଦରବାରରେ କୌଣସି ରାଇଟର ଡାଇରେକ୍ଟରେ ଯିବେ ନାହିଁ। କିଛି ନାଟକ ପ୍ରସ୍ତୁତି ପୂର୍ବରୁ ହେଇଛି ନା ହେଇନଥିଲା, ବର୍ତ୍ତମାନ ନିଷ୍ପତ୍ତି ଯାହା ଆପଣ ଭଲ ଭାବରେ ଜାଣିଛନ୍ତି, ନାଟକ ତ ନିଶ୍ଚିତ ଭାବରେ ଲେଖା ଚାଲିଥାଏ। ଯେତେବେଳେ ଅନୁବନ୍ଧିତ ହୁଅନ୍ତି ସାଙ୍ଗେ ସାଙ୍ଗେ ଲେଖା ଚାଲିଥାଏ, ଲେଖା ଚାଲିବନି କାହିଁକି ନା? ନାଟକ କରିବେ ଯେଉଁଠି ଧରନ୍ତୁ ସଞ୍ଜୟ ବଳ ଉପରେ ଆମେ ଏପର୍ଯ୍ୟନ୍ତ ଆମେ ଚାଲିଥିଲେ, କ'ଣ ନାଟକ ଲେଖାରେ ଚାଲିନଥିଲା? ଚାଲିଥିଲା। ଆପଣଙ୍କ ସୋସିଆଲ ମିଡ଼ିଆରେ ଆପଣଙ୍କ ଇଲେକ୍ଟ୍ରୋନିକ୍ ମିଡ଼ିଆରେ ମଧ୍ୟ ଆପଣ ବହୁତ ନାଟକର ଇଏ ଗୋଟେ ଦୃଶ୍ୟ ମଧ୍ୟ ଆପଣ ଦେଖିଛନ୍ତି ଅଲରେଡ଼ି। ତେଣୁ ସେ ବିଷୟରେ ଆଉ କିଛି କହିବେ ନାହିଁ। ଆପଣଙ୍କ ସଂଘ ଦାବି କରୁଛି ଯେ ଦୟାନିଧି ମଧ୍ୟ ଯେମିତି ସଞ୍ଜୟ ବଳ ଯାହା ଯେମିତି ଆସିଲେ ଆପଣଙ୍କ ପାଖକୁ ନିଜର ଭୁଲ ସ୍ୱୀକାର କଲେ। ନା, ଦାବି କ'ଣ? ଆମେ ଦାବି କ'ଣ କରିବୁ? ଆମେ କ୍ଷତାକ୍ତ, ଆମେ କଷ୍ଟ ପାଇଛୁ ସେମାନେ କଥା ଉପରେ। ତେଣୁ ସିଏ ମାଷ୍ଟର ବୋଲି ମାନୁନାହାନ୍ତି, ଆମେ ଶିଖିବାକୁ ଯିବୁ କେମିତି ଆଉ? ତେଣୁ ଏଇଟା ଦାବି ଫାବି କଥା ନୁହେଁ, ଏଇଟା ସ୍ୱତଃସ୍ଫୂର୍ତ୍ତ ଭାବରେ ଆସେ। ନ୍ୟାଚୁରାଲି ଆସିଲେ ତାଙ୍କ ବକ୍ତବ୍ୟ ରଖିବେ ନା, କେଉଁ ପରିସ୍ଥିତିରେ କ'ଣ କହିଲେ ଆମେ ବି ରଖିବୁ ବକ୍ତବ୍ୟ। ଆମେ ତୁମ ବିଷୟରେ କିଛି କହିଛୁ କି?